ଗାଁଟିର ନାମ ଥିଲା ଚନ୍ଦନପୁର। ସେଠାରେ ଏକ ପୁରୁଣା ମନ୍ଦିର ଥିଲା, ଯାହାକୁ ଗାଁର ଲୋକମାନେ ଅତି ଆଦର କରୁଥିଲେ। କିନ୍ତୁ ସେ ମନ୍ଦିର ଭିତରେ ରହୁଥିଲା କିଛି ଅଜଣା ରହସ୍ୟ, ଯାହାକୁ କେହି ଜାଣିପାରିନଥିଲେ। ସନ୍ଧ୍ୟା ପରେ ସେଠାରେ କେହି ଯିବାକୁ ଚେଷ୍ଟା ହିଁ କରୁନଥିଲେ, କାରଣ ଲୋକମାନଙ୍କର ଭୟ ଥିଲା ଯେ ରାତିରେ ମନ୍ଦିର ଭିତରେ ଭୂତ ଚଲାବୁଲା କରେ। ସେଇ ଗାଁର ଏକ ଛୋଟ ପିଲା, ନାଁ ହେଉଛି ରାଜୁ। ସେ ଅତ୍ୟନ୍ତ ଉତ୍ସୁକ ପ୍ରକୃତିର ଥିଲା। ଏକ ଦିନ ସେ ନିଷ୍ପତ୍ତି ନେଲା ଯେ ସେ ରାତିରେ ମନ୍ଦିରକୁ ଯିବ। ସେ ଭୟକୁ ଦୂର କରି ଅନ୍ଧାର ରାତିରେ ଚୋରା ଭାବରେ ମନ୍ଦିର ପାଖକୁ ଗଲା। ମନ୍ଦିରର ଦ୍ୱାର ଠକ୍ ଠକ୍ କଲା। ରାଜୁ ଆସ୍ତେ ଆସ୍ତେ ଭିତରକୁ ପଶିଲା। ସେଠାରେ ଦେଖିଲା ଏକ ପୁରୁଣା ଧାତୁର ମୂର୍ତ୍ତି, ଯାହାକି ଅଧା ଭଗ ଭାଙ୍ଗି ଯାଇଥିଲା। ହଠାତ୍ ସେଠାରୁ ଏକ ଅଜଣା ଶବ୍ଦ ଆସିଲା, ଯାହାକୁ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲା। ଦେଖିଲା ଏକ ବୃଦ୍ଧ ଅନ୍ଧ ଭିକାରୀ ସେଠାରେ ବସି ସଙ୍ଗୀତ ପାଠ ଗାଇ ପଢ଼ୁଛି। ରାଜୁ ସ୍ତବ୍ଧ ହୋଇ ତାଙ୍କୁ ପଚାରିଲା, ଆପଣ କିଏ? ଏଠି କାହିଁକି? ବୃଦ୍ଧ ହସି କହିଲା, ମୁଁ ଏଇ ମନ୍ଦିରର ପାଳେଇ। ଏଠାରେ ରହସ୍ୟ ହେଉଛି ଭୟର ନୁହେଁ, ଭକ୍ତିରେ। ଯେଉଁମାନେ ଭୟକୁ ଜିତି ଏଠାକୁ ଆସନ୍ତି, ସେମାନେ ସତକୁ ଜାଣନ୍ତି। ରାଜୁଙ୍କ ମନ ଆନନ୍ଦରେ ଭରିଗଲା। ସେ ତାଙ୍କ ସହ ଅନୁଷ୍ଠାନ କଲା। ପରେ ଯେତେବେଳେ ସକାଳ ହେଲା, ରାଜୁ ଗାଁ ଲୋକଙ୍କୁ ସତ କଥା କହିଲା। ସେ ଲୋକମାନଙ୍କୁ ଶିଖାଇଲା ଯେ ଭୟକୁ ଜିତି ଆଗକୁ ବଢ଼ିବା ଉଚିତ। ମନ୍ଦିର ପୁଣି ଆନନ୍ଦ ଓ ଭକ୍ତିର ସ୍ଥଳ ହେଲା। ଏଇଭଳି ରାଜୁର ସାହସ ଗାଁକୁ ଏକ ନୂଆ ଆଶା ଭରିଦେଲା। ଏମିତି ମୋ ଚ୍ୟାନେଲରେ ନୂଆ ନୂଆ ଓଡ଼ିଆ ଷ୍ଟୋରି ଜାଣିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।